नमस्कार ମୁଁ ଆପଣଙ୍କୁ ସ୍ୱାଗତ କରୁଛି ମୋର ଆଉ ଏକ ଫ୍ରେଶ୍ ଭିଡ଼ିଓକୁ। ତ ସାଙ୍ଗମାନେ ଆପଣମାନେ ତ ଥମ୍ବନେଲ୍ ଦେଖି ଜାଣିପାରିଥିବେ। ତ ମୁଁ ଯେଉଁ ମେଡ଼ିକାଲ ଟ୍ରିଟମେଣ୍ଟ ହେଉଛି ସେ ମେଡ଼ିକାଲର ଜଣେ ଭାଇ ମୋତେ କହିଲେ କି ଦେଖ ତୁମେ ଏତେ ଦୂରରୁ ଆସୁଛ କେମିତି ଟ୍ରିଟମେଣ୍ଟ ହେଉଛ, ତୁମେ ତ କାମ କରିପାରୁନଥିବ ଏବେ, ଆଉ ପଇସା କେମିତି କ'ଣ ଆଣୁଛ, ଟ୍ରିଟମେଣ୍ଟ କେମିତି ହେଉଛ, ସେ ମୋତେ ଏକଥା ପଚାରିଲେ। ତ ମୁଁ ତାଙ୍କୁ କହିଲି କି ଦେଖ ମୁଁ ଆଜି ଆସିକି ଏଇ ମେଡ଼ିକାଲ ଟ୍ରିଟମେଣ୍ଟ ହେବାକୁ ମୋର ଯୋଗ୍ୟ ନାହିଁ କି ମୋର ଏତେ ସମ୍ବଳ ନାହିଁ କି ମୁଁ ଏଇ ମେଡ଼ିକାଲ ଟ୍ରିଟମେଣ୍ଟ ହେଇପାରିବି। ମୋର ଜଣେ ଭାଇ, ସେ ମୋ ମାଲିକ, ସେ ମୋତେ ସାହାଯ୍ୟ କରୁଥିବାରୁ ମୁଁ ଆସିକି ଟ୍ରିଟମେଣ୍ଟ ହେଉଛି। ଏମିତି ଯେଉଁ କହିଲି, ସେ ମୋତେ କହିଲେ କି ଦେଖ ତୁମେ କଲେକ୍ଟରଙ୍କ ପାଖକୁ ଦେଖା, ତୁମ ଜିଲ୍ଲା କଲେକ୍ଟର ପାଖକୁ ଦେଖା କର, ହୁଏତ ସେ କିଛି ଆପଣଙ୍କୁ ସାହାଯ୍ୟ କରିପାରିବେ, ସେ ରୋଗୀମାନଙ୍କୁ ସାହାଯ୍ୟ କରନ୍ତି। ତ ମୁଁ ସେଇଟା ଜାଣିନଥିଲି, କିନ୍ତୁ ସେ ମୋତେ ଯେଉଁ କହିଲେ ତ ମୁଁ ସେଇ ଆଶା ନେଇ ଯାଇଥିଲି ଆଜି କଲେକ୍ଟର ଅଫିସ୍। ଆଉ ଭାଗ୍ୟବଶତଃ ହିଁ ସେ ଆଜି ତାଙ୍କ ସାର୍ ନଥିଲେ, କଲେକ୍ଟର ସାର୍ ନଥିଲେ, ସେ ଯାଇଥିଲେ ଆଜି କଙ୍କଡ଼ାହାଡ଼। ତାଙ୍କର ପିଅନ ଜଣେ କହିଲେ କି ତୁମେ କାଲି ଆସ, ସାର୍ଙ୍କୁ ଦେଖା କରେଇଦେବି ମୁଁ। ତ ମୁଁ କହିଲି ହଉ ଠିକ୍ ଅଛି, କାଲି ଆସିବି। ଆଉ ସାର୍ ମୋତେ ସାହାଯ୍ୟ କଲେ କି ନାହିଁ ତ ସେଇଟା ମୁଁ ଆପଣଙ୍କ ଭିଡ଼ିଓ ମାଧ୍ୟମରେ ଜଣାଇବି। ତ ଭିଡ଼ିଓଟିକୁ ଲାଷ୍ଟ ଯାଏଁ ଦେଖିଥିବାରୁ ଧନ୍ୟବାଦ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, କମେଣ୍ଟ ନିଶ୍ଚୟ କରିବେ, ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ତ ରହିଲି, ଦେଖା ହେବ ନେକ୍ସଟ ଭିଡ଼ିଓରେ। ଧନ୍ୟବାଦ।